ଇଲନ୍ ମସ୍କ ବନିଛନ୍ତି ଦୁନିଆର ସବୁଠାରୁ ପ୍ରଥମ ଟ୍ରିଲିୟନର କାରଣ ତାଙ୍କ କମ୍ପାନୀ ସ୍ପେସଏକ୍ସର ଆଇପିଓ ଲଞ୍ଚ ହେବା ମାତ୍ରେ ସେହି କମ୍ପାନୀର ଭ୍ୟାଲୁଏସନ୍ ପାଖାପାଖି 2.1 ଟ୍ରିଲିୟନରେ ଯାଇ ପହଞ୍ଚିଛି, ଯାହାଫଳରେ କି ଇଲନ୍ ମସ୍କ ନେଟୱାର୍କ $800 ବିଲିୟନ ଥିଲାବେଳେ ଏହି କମ୍ପାନୀର ଆଇପିଓ ଲଞ୍ଚ ହେବା ମାତ୍ରେ ତାଙ୍କ କମ୍ପାନୀର ନେଟୱାର୍କ ପାଖାପାଖି 1.1 ଟ୍ରିଲିୟନରେ ଯାଇ ପହଞ୍ଚିଛି। ଏହାଦ୍ୱାରା ସେ ବନିଛନ୍ତି ଦୁନିଆର ସବୁଠାରୁ ପ୍ରଥମ ଟ୍ରିଲିୟନର। ଆପଣମାନେ ଏହି ଚାର୍ଟରେ ଦେଖିପାରୁଥିବେ ସମସ୍ତ ଦୁନିଆର ବଡ଼ ବଡ଼ ଟ୍ରିଲିୟନର ଏବଂ ବିଲିୟନର ମାନଙ୍କୁ, ଯେଉଁଠାରେ ପ୍ରଥମ ଅଛନ୍ତି ଇଲନ୍ ମସ୍କ ଏବଂ ଦ୍ୱିତୀୟରେ ଅଛନ୍ତି ଗୁଗଲର କୋ ଫାଉଣ୍ଡର ଲ୍ୟାରି ପ୍ୟାଗ୍। ଏହାଦ୍ୱାରା ଜଣାପଡ଼ୁଛି ଯେ ଲ୍ୟାରି ପ୍ୟାଗ୍ ଓ ଇଲନ୍ ମସ୍କଙ୍କୁ ଯଦି ଆମେ କମ୍ପେୟାର କରିବା, $800 ବିଲିୟନ ଦୂରରେ ଅଛନ୍ତି ଇଲନ୍ ମସ୍କର। ଆପଣ ଯଦି ଜିରୋରୁ ବି ଆରମ୍ଭ କରିବେ ତାହେଲେ ଲ୍ୟାରି ପ୍ୟାଗ୍ଙ୍କ ପାଖରେ ପହଞ୍ଚିବାକୁ ଆପଣଙ୍କୁ ବେଶୀ ସମୟ ଲାଗିବ ନାହିଁ, କାରଣ ସେ ଅଛନ୍ତି ମାତ୍ର $300 ବିଲିୟନ ପାଖାପାଖି, କିନ୍ତୁ ଲ୍ୟାରି ପ୍ୟାଗ୍ ଅଛନ୍ତି ଇଲନ୍ ମସ୍କଙ୍କ ଠାରୁ 800 ବିଲିୟନ ଦୂରରେ। ଲ୍ୟାରି ପ୍ୟାଗ୍ ଯଦି ଚାହିଁବେ ଇଲନ୍ ମସ୍କଙ୍କ ପାଖରେ ପହଞ୍ଚିବାକୁ, ତାଙ୍କୁ ତାହେଲେ ବହୁତ ସମୟ ଲାଗିବ ଏବଂ ବହୁତ ବର୍ଷ ଲାଗିବ। ଆପଣ ଇଲନ୍ ମସ୍କର ଏହି ବାହାଦୁରୀ ବିଷୟରେ କ'ଣ କହିବାକୁ ଚାହିଁବେ କମେଣ୍ଟ ବକ୍ସରେ ଜଣାନ୍ତୁ।